Hello everyone, welcome to LRG classes. ବର୍ତ୍ତମାନ ଆମେ ପ୍ଲସ୍ ଥ୍ରୀ ଫିଫ୍ଥ ସେମିଷ୍ଟର ହିଷ୍ଟ୍ରି ଅନର୍ସ DSC 1 ର ୟୁନିଟ୍ 3 ର ଗୋଟିଏ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ କୁ ଡିସ୍କସନ କରିବା। ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କୃତିର ମୂଲ୍ୟାୟନ କରିବା। ଓକେ, ତ ପୁରୁଷୋତ୍ତମ ଦେବଙ୍କ ବିଷୟରେ ଯାହା ବି କିଛି କ୍ୱେଶ୍ଚନ ଆସୁଛି ତ ତାକୁ ଆମେ ଏଇ କ୍ୱେଶ୍ଚନ ରେ କଭର କରିବା। ତାଙ୍କ କୃତିତ୍ୱ ବିଷୟରେ ଆସୁ କିମ୍ବା ତାଙ୍କ କାଞ୍ଚି କାବେରୀ ବିଜୟର ଗୋଟେ ବିବରଣୀ ଦେଖାଯାଉ, ସିଂହାସନ ଆରୋହଣ ବିଷୟରେ ଲେଖିବା ପାଇଁ କହିବ। ତ ଯାହା ବି କ୍ୱେଶ୍ଚନ ଯଦି ଆସୁଛି ହମ୍ବୀର ଦେବଙ୍କ ସହିତ ଯୁଦ୍ଧର ଏକ ବିବରଣୀ, ସେ ସବୁ ଆମେ ଏଇ ଆନ୍ସର ମାଧ୍ୟମରେ କଭର କରିପାରିବା ଯଦି ଏଇଭଳିଆ କ୍ୱେଶ୍ଚନ ଆସୁଛି। ଓକେ, ଷ୍ଟାର୍ଟ କରିବା। ପୁରୁଷୋତ୍ତମ ଦେବଙ୍କ ଓଡ଼ିଶାର ଗଜପତି ରାଜବଂଶର ଦ୍ୱିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ। ଆମେ ଯୋଉ ପଢିଥିଲେ ସୂର୍ଯ୍ୟବଂଶୀ ଗଜପତି ରାଜବଂଶ ଯୋଉଟା କି କପିଳେନ୍ଦ୍ର ଦେବଙ୍କ ଆରମ୍ଭ ହେଇଥିଲା, ତ ତାଙ୍କର ସାନ ପୁଅ ହଉଛନ୍ତି କିଏ? ପୁରୁଷୋତ୍ତମ ଦେବ, ହେଲା, ଯାହାକୁ କି କପିଳେନ୍ଦ୍ର ଦେବ ତାଙ୍କର ଉତ୍ତରାଧିକାରୀ ରୂପେ ବାଛିଥିଲେ। ଆଉ ଏଇଠି ଯୋଉ ହମ୍ବୀର ସହିତ ଯୁଦ୍ଧ, ସିଏ ହେଲା ତାଙ୍କର ବଡ ପୁଅ, ହେଲା। ହମ୍ବୀର ଦେବ ଏଇଠି ଲେଖା ହେଇନି କି ସିଂହାସନ ଆରୋହଣ ହମ୍ବୀର ଦେବଙ୍କ ସହ ଯୁଦ୍ଧ। ହମ୍ବୀର ଦେବ ହେଲା କପିଳେନ୍ଦ୍ର ଦେବଙ୍କ ବଡ ପୁଅ, ସେ ତାଙ୍କୁ ନ ଦେଇକି ସାନ ପୁଅକୁ ଦାୟିତ୍ୱ ଦେଇଥିଲେ। ଆଉ ତ ପଢିବା ପୁରୁଷୋତ୍ତମ ଦେବଙ୍କ ଉପରେ ପୁରା ପଢିବା। ତ ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ୱ ଦ୍ୱାରା ସେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କ ମଧ୍ୟରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିଥିଲେ। ଆଉ ଏଇ ଯୋଉ କାଞ୍ଚି ଯାତ୍ରା ଉପରେ ତ ନିହାତି ଭାବେ ସମସ୍ତେ ଷ୍ଟୋରି ଶୁଣିଥିବ। ତଥାକଥିତ କାଞ୍ଚି କାବେରୀ କିମ୍ବଦନ୍ତୀ ମୁଖ୍ୟ ନାୟକ ଥିଲେ। ଦକ୍ଷିଣ ଭାରତରେ ସିଏ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ। ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ। ନିଜର ପ୍ରତିଭାଶାଳୀ ଶାସନ ଦ୍ୱାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଭାଜନ ହେଇପାରିଥିଲେ। ସିଂହାସନ ଆରୋହଣ କଥା ବୁଝିବା। ପୁରୁଷୋତ୍ତମ ଦେବ ଗଜପତି ରାଜବଂଶର ପ୍ରଥମ ଶ୍ରେଷ୍ଠ ରାଜା କପିଳେନ୍ଦ୍ର ଦେବଙ୍କ 18 ଜଣ ପୁଅ, ଟୋଟାଲ କେତେଟା ପୁଅ ଥିଲା? 18 ଜଣ ପୁଅଙ୍କୁ ମଧ୍ୟରୁ ଅନ୍ୟତମ। ଉତ୍ତରାଧିକାରୀ ସୂତ୍ରରେ କପିଳେନ୍ଦ୍ର ଦେବଙ୍କ ଯୁଦ୍ଧ ପ୍ରବୀଣ ଜ୍ୟେଷ୍ଠ ପୁତ୍ର ହମ୍ବୀର, ଦେଖ ଜ୍ୟେଷ୍ଠ ପୁତ୍ର ହମ୍ବୀରର ବୀରଗାଥା ତ ଆମେ ସିଏ କେତେ ଯୋଉ ଯୁଦ୍ଧ କରି ଜୟଯୁକ୍ତ ହେଇଥିଲେ ତାଙ୍କ ବିଷୟରେ ତ ଆମେ ନିହାତି ଭାବେ ଶୁଣିଛେ, ହେଲା, ୟା ପୂର୍ବ କ୍ୱେଶ୍ଚନରେ। ତ ଓଡ଼ିଶା ସିଂହାସନର ନ୍ୟାଯ୍ୟ ଅଧିକାରୀ ଥିଲେ, ବଡ ପୁଅ ହିସାବରେ ଅଧିକାର ଥିଲା ତାଙ୍କର। କିନ୍ତୁ କପିଳେନ୍ଦ୍ର ଦେବ ହମ୍ବୀର ଦେବକୁ ଉପେକ୍ଷା କରି ତାଙ୍କର ପ୍ରିୟ କନିଷ୍ଠ ପୁତ୍ର ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ। ଆହୁରି ଗୋଟେ କାହାଣୀ ମଧ୍ୟ ରହିଛି। କିମ୍ବଦନ୍ତୀ ଅନୁସାରେ ସେ ଦାସୀ ପୁତ୍ର ଥିଲେ, ହେଲା, ଯୋଉ କିଏ? ପୁରୁଷୋତ୍ତମ ଦେବ। କାରଣ କପିଳେନ୍ଦ୍ର ଦେବଙ୍କ ପାର୍ବତୀ ଦେବୀ ନାମଧେୟା ଜଣେ ବ୍ରାହ୍ମଣୀ ପୋଇଲି ଫୁଲ ବିବାହ ସ୍ତ୍ରୀଙ୍କ ଗର୍ଭରୁ ଜାତ ହେଇଥିଲେ। ଓକେ, ଏଣୁ ନିୟମାନୁଯାୟୀ ସେ ଉତ୍ତରାଧିକାରୀ ଭାବେ ଗଜପତିର ସିଂହାସନ ହକଦାର ମଧ୍ୟ ନଥିଲେ। ଯେହେତୁ ରାଣୀ ନୁହେଁ, ଗୋଟେ ଦାସୀ ପୁତ୍ର, ସେଇ ହିସାବରେ ସେ ମଧ୍ୟ ହକଦାର ନଥିଲେ। କିନ୍ତୁ ମାଦଳା ପାଞ୍ଜିରେ ଉଲ୍ଲେଖ କରାଯାଇଛି ଯେ ପ୍ରଭୁ ଜଗନ୍ନାଥ ସ୍ୱପ୍ନଦତ୍ତ ନିର୍ଦ୍ଦେଶ ଅନୁସାରେ କପିଳେନ୍ଦ୍ର ଦେବ ପୁରୁଷୋତ୍ତମ ଦେବଙ୍କୁ ତାଙ୍କର ଉତ୍ତରାଧିକାରୀ ରୂପେ ବାଛିଥିଲେ। ଭଗବାନ ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ସିଏ ବାଛିଥିଲେ ବୋଲି ଲେଖାଯାଇଛି ମାଦଳା ପାଞ୍ଜିରେ। ଏଥିରୁ ଅନୁମାନ କରାଯାଇପାରେ ଯେ ପୁରୀର ବ୍ରାହ୍ମଣ ଓ ମନ୍ଦିର ପୁରୋହିତଙ୍କ ସମର୍ଥନ ପୁରୁଷୋତ୍ତମ ଦେବଙ୍କୁ ଗଜପତି ହେବାରେ ସାହାଯ୍ୟ କରିଥିବ। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ଏକପଟେ ପୁରୁଷୋତ୍ତମ ଦେବ ସିଂହାସନ ପ୍ରାପ୍ତ ହୋଇ ଉତ୍ଫୁଲ୍ଲିତ ହେବା ବେଳେ ଜ୍ୟେଷ୍ଠ ପୁତ୍ର ହମ୍ବୀର ଦେବ ପିତା କପିଳେନ୍ଦ୍ର ଦେବ ବିରୋଧରେ ବିଦ୍ରୋହର ବହ୍ନି ଜଳେଇଥିଲେ। ମାନେ ବାପାକୁ ବିରୋଧରେ ଲାଗିଗଲା, ଆଉ କାରଣ ବାପା ମାନେ ଇଏ ବି ବହୁତ ପାୱାରଫୁଲ ବି ଥିଲା। ପ୍ଲସ ଯୋଉ ପ୍ରଥମ ପୁତ୍ର ନିଜ ପୁଅ ଥିଲା, ନିଜ ପୁଅ ମାନେ କଣ, ନିଜ ପୁଅ ହେଇଥିବ, ଓକେ, ତ ବଡ ପୁଅ ଥିଲା, ତ ସେଇ ହିସାବରେ ଅଧିକାର ଥିଲା ବୋଲି ସିଏ ରାଜା ହବ ବୋଲି ଭାବୁଥିଲା। କିନ୍ତୁ ଦେଖିଲା ବେଳକୁ ଚାନ୍ସ ଆଉ ଜଣକୁ ମିଳିଗଲା, ତ ସେଇଥିପାଇଁ ବାପା ବିରୋଧରେ ସିଏ ବିଦ୍ରୋହ ଚଲେଇଥିଲା। କପିଳେନ୍ଦ୍ର ଦେବଙ୍କ ଏ ପ୍ରକାର ସିଦ୍ଧାନ୍ତ ତାଙ୍କର ଶେଷ ଜୀବନକୁ ମଧ୍ୟ ଅତ୍ୟନ୍ତ ଦୁଃଖମୟ କରିଥିଲା। ଓକେ, 1468 ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ପୁରୁଷୋତ୍ତମ ଦେବଙ୍କ ସିଂହାସନ ଆରୋହଣ ଅଭିଷେକ ଉତ୍ସବ ଦକ୍ଷିଣର କୃଷ୍ଣା ନଦୀ କୂଳରେ ସମ୍ପନ୍ନ ହୋଇଥିଲା। ସେ ସିଂହାସନ ଆରୋହଣ କଲା ପରେ ମୁଖ୍ୟତଃ ଦୁଇଟି ସମସ୍ୟାର ସମ୍ମୁଖୀନ ହେଇଥିଲେ। କଣ କଣ ନା, ଗୋଟେ ତ ପ୍ରଥମ ଭାଇର ହମ୍ବୀର ଦେବଙ୍କ ସିଂହାସନ ପାଇଁ ଗୃହ ଯୁଦ୍ଧ ଚାଲିଥିଲା ତାଙ୍କ ରାଜ୍ୟ ଭିତରେ। ଅନ୍ୟଟି ହେଲା ବିଜୟନଗରର ସାଲୁଅ ନରସିଂହଙ୍କ ଗଜପତି ରାଜ୍ୟ ଦଖଲ ପାଇଁ ପ୍ରଚେଷ୍ଟା। ବିଜୟନଗରର ଅଧିକାର କରିଥିଲେ, ପୁଣି ଥରେ ସେଠିକାର ରାଜା ପୁଣି ଥରେ ଆଉଥରେ ଲାଗି ଯାଇଥିବେ ଆଉ। ତ ଏଇଭଳି ସିଚୁଏସନରେ ଥିଲେ। ହମ୍ବୀର ଦେବଙ୍କ ଗୃହ ଯୁଦ୍ଧ ଆଗ ଆଲୋଚନା କରିବା। ପୁରୁଷୋତ୍ତମ ଦେବଙ୍କ ସିଂହାସନ ଆରୋହଣ ପରେ ହମ୍ବୀର ଦେବ କ୍ଷିପ୍ତ ହୋଇ
ତାଙ୍କୁ ସିଂହାସନରୁ ବିତାଡ଼ିତ କରିବା ପାଇଁ ବିଦ୍ରୋହର ସୂତ୍ରପାତ କରିଥିଲେ। ସେ ନିଜକୁ ଦକ୍ଷିଣ ଭାରତର ଅଧିକୃତ ଅଞ୍ଚଳର ସ୍ୱାଧୀନ ରାଜା ରୂପେ ଘୋଷଣା କରିଥିଲେ। ଏମିତିରେ ବି ଦକ୍ଷିଣ ଭାରତ ସିଏ ଯାଇକି ଲଢେଇ କରିଥିଲେ ନା। ଶେଷରେ ଏଇ ଉତ୍ତରାଧିକାରୀ ସମସ୍ୟା ଗୃହ ଯୁଦ୍ଧରେ ପରିଣତ ହେଲା। ଭାତୃ ବିବାଦର ସୁଯୋଗ ନେଇକି ବିଜୟନଗର ରାଜ୍ୟର ରାଜପ୍ରତିନିଧି ସାଲ୍ବ ନରସିଂହ ଦାକ୍ଷିଣାଞ୍ଚଳରେ ଥିବା ଓଡ଼ିଆ ସୈନ୍ୟମାନଙ୍କୁ ହଟାଇ ଉଦୟଗିରି ଚନ୍ଦ୍ରଗିରି ଦୁର୍ଗ ଅକ୍ତିଆର କରିନେଇଥିଲେ ହେଲା। ତ ସାଲ୍ବ ନରସିଂହ ଆମର ଓଡିଶାର ହିଁ ତାକୁ ପ୍ରତିନିଧି ରୂପେ ରଖାଯାଇଥିଲା ବିଜୟନଗରରେ ହେଲା। ବିଜୟନଗର ତ ଜିତି ଯାଇଥିଲେ ନା, ତ ସେଇଠିକାର ଯାହାକୁ ପ୍ରତିନିଧି ରଖାଯାଇଥିଲା ସିଏ ଆଙ୍କ ବିରୋଧରେ ଲଢିକି ସେଠି ଦାକ୍ଷିଣାତ୍ୟ ଥିବା ଓଡିଆ ସୈନ୍ୟମାନଙ୍କୁ ହଟେଇ ଦେଇକି ତାପରେ ଉଦୟଗିରି ସେଠିକାର ଯୋଉ ଲୋକାଲ ସୈନ୍ୟକୁ ନେଇକି ଉଦୟଗିରି ଚନ୍ଦ୍ରଗିରି ଏସବୁ ଦୁର୍ଗ ମଧ୍ୟ ଅକ୍ତିଆର କରିଦେଇଥିଲା। ସାନ ଭାଇ ପୁରୁଷୋତ୍ତମ ଦେବଙ୍କ ଆକ୍ରମଣ, ପୁଅ କପିଳେଶ୍ୱର ମହାପାତ୍ରଙ୍କ ସାମରିକ ଶକ୍ତି ହ୍ରାସ ଓ ସାଲ୍ବ ନରସିଂହ ଗଜପତି ରାଜ୍ୟ ଦଖଲ କାରଣ ଯୋଗୁଁ ହମ୍ବିର ଦେବ ଦେଖ ଏପଟ ଆଡେ କଣ ହେଲା, ପୁରୁଷୋତ୍ତମ ଦେବ ଆକ୍ରମଣ କରୁଛନ୍ତି, ପୁଅ କପିଳେଶ୍ୱର ମହାପାତ୍ରଙ୍କ ସାମରିକ ଶକ୍ତି ହ୍ରାସ ହେଲା, ସାଲ୍ବ ନରସିଂହ ଗଜପତି ରାଜ୍ୟ ଦଖଲ ଯୋଗୁଁ ହମ୍ବିର ଦେବ ଜ୍ଞାନଶୂନ୍ୟ ହୋଇ ବାହାମନି ସାମ୍ରାଜ୍ୟର ସୁଲତାନ ତୃତୀୟ ମହମ୍ମଦ ଶାହଙ୍କୁ ସାହାଯ୍ୟ ଭିକ୍ଷା କଲା। ଯାଇକି କଣ କଲା ନା ମୁସଲିମ ଶାସନ ପାଖକୁ ଯାଇକି ସାହାଯ୍ୟ ଭିକ୍ଷା କଲା ହମ୍ବିର ଅସୁବିଧାରୁ ଫାଇଦା ଉଠାଇବା ଆଶାରେ ସେ ମାଲିକ ହୁସେନଙ୍କୁ ପୁରୁଷୋତ୍ତମ ବିରୋଧରେ ଯୁଦ୍ଧ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଲେ। 1472 ମସିହାରେ ହମ୍ବିର ଦେବଙ୍କ ଗଜପତି ସିଂହାସନ ଅଧିକାର କରିବା ଆଶା ଉଜ୍ଜଳ ହେଲା, କିନ୍ତୁ ଦାକ୍ଷିଣାତ୍ୟର ଗଜପତି ରାଜ୍ୟର ରାଜମହେନ୍ଦ୍ରୀ କୋଣ୍ଡାପଲ୍ଲୀ ଇଲାକା ବାହାମନି ସୁଲତାନଙ୍କ ହସ୍ତଗତ ହେଇଗଲା। ହମ୍ବିର ଦେବଙ୍କ ପ୍ରତି ଓଡ଼ିଶାର ରାଜନୈତିକ ଅବସ୍ଥା ଅନୁକୂଳ ନଥିବା ହେତୁ ସେ ଏହି ସଫଳତାର ପୂର୍ଣ୍ଣ ଉପଯୋଗ କରିପାରି ନଥିଲେ। ତ ରାଜନୈତିକ ଏତାରେ ମଧ୍ୟ ହମ୍ବିର ଦେବକୁ ଏତେ କେହି ସପୋର୍ଟ କଲେନି ଲୋକାଲ ଆମର, ଯାହା ଫଳରେ ସେ କରିପାରିନଥିଲା ବେଶୀ ଆଉ। ଫରାସ୍ତାଙ୍କ ମତରେ 1476 ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମ ଦେବ ଜନସମର୍ଥନ ପାଇଯାଇଥିଲେ। ପୁରୁଷୋତ୍ତମ ଦେବଙ୍କୁ କଣ କରାଯାଇଥିଲା, ଜନସମର୍ଥନ ପାଇଥିଲେ। ସାମରିକ ଶକ୍ତି ବଳରେ ହମ୍ବିର ଦେବକୁ ସେ ପରାସ୍ତ କରିକି ପୁନର୍ବାର ସିଂହାସନ ହାସଲ କରିଥିଲେ। ଗଜପତି ସାମ୍ରାଜ୍ୟ ଉପରେ ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ସାବ୍ୟସ୍ତ କରିଥିଲେ। ହମ୍ବିର ଦେବକୁ ସେ ଖେମୁଣ୍ଡି ରାଜ୍ୟର ସାମନ୍ତ ରାଜା ରୂପେ ତାକୁ ରଖିଥିଲେ ହେଲା, ତାଙ୍କୁ ସାମନ୍ତ ରାଜା ଭାବେ ରଖିଥିଲେ। ତ ନିହାତି ତାକୁ ପୁରାପୁରି ନ ଘୋଡିକି ବା ନ ମାରିକି କଣ କରିଥିଲେ, ତାଙ୍କୁ ଖେମୁଣ୍ଡି ରାଜ୍ୟର ସାମନ୍ତ ରାଜା ହିସାବରେ ରଖିଥିଲେ। ତ ଏଠି ମହାନୁଭାବତାର ପରିଚୟ ବୋଲି କୁହାଯାଇପାରିବ। ତାପରେ ଆସିଲା ଦାକ୍ଷିଣାତ୍ୟ ଅଭିଯାନ, କୋଣ୍ଡାବିଡୁ ଓ ରାଜମହେନ୍ଦ୍ରୀ ଏଗୁଡା ସବୁ ପଳେଇ ଯାଇଥିଲା, ପୁଣି ଥରେ ଆଉଥରେ ହାସଲ କରିବାକୁ ପଡିବ। ପୁରୁଷୋତ୍ତମ ଦେବ ପୁନରାୟ ସିଂହାସନ ପାଇବା ପରେ ଗୃହ ଯୁଦ୍ଧକୁ ଦମନ କରି ଅପହୃତ ଅଞ୍ଚଳ ଗୁଡିକୁ ପୁନର୍ବାର ଅଧିକାର କରିବା ପାଇଁ ମନୋନିବେଶ କରିଥିଲେ। 1476 ଖ୍ରୀଷ୍ଟାବ୍ଦରେ ଶେଷ ଆଡକୁ ସେ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ଆରମ୍ଭ କରିଥିଲେ। ଏହି ବିଜୟ ଅଭିଯାନରେ ତାଙ୍କୁ ସାହାଯ୍ୟ ଦେବା ପାଇଁ ହମ୍ବିର ଦେବ ମଧ୍ୟ, ଯିଏ ବଡ ଭାଇ ଯିଏ ରାଗିକି ଗୃହ ଯୁଦ୍ଧ କରିଥିଲେ, ଏତିକି ସବୁ ନାଟକ କରିଥିଲେ, ସିଏ ମଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେଲେଙ୍ଗାନା ଜମିଦାର ମାନେ ମଧ୍ୟ ବାହାମନି ସୁଲତାନଙ୍କ ବିରୋଧରେ ପୁରୁଷୋତ୍ତମ ଦେବଙ୍କୁ ସହଯୋଗ ପ୍ରଦାନ କରିଥିଲେ। ବାହାମନି ସୁଲତାନ ତୃତୀୟ ମହମ୍ମଦ ହମ୍ବିର ଦେବକୁ ସାମରିକ ସାହାଯ୍ୟ ଦେଇ ଚୁକ୍ତି ସ୍ୱରୂପ ରାଜମହେନ୍ଦ୍ରୀ କୋଣ୍ଡାପଲ୍ଲୀ ଅଞ୍ଚଳ ପାଇଥିଲେ। ପୁରୁଷୋତ୍ତମ ନିଜର ସୁସଜ୍ଜିତ ସୈନ୍ୟମାନଙ୍କୁ ନେଇ ରାଜମହେନ୍ଦ୍ରୀ କୋଣ୍ଡାପଲ୍ଲୀ ସେସବୁ ଦଖଲ କଲେ। ଏହା ଜାଣି ବାହାମନି ସୁଲତାନ ବିରାଟ ସୈନ୍ୟମାନ ନେଇକି ପୁରୁଷୋତ୍ତମ ଦେବଙ୍କ ସମ୍ମୁଖୀନ ହେବା ପାଇଁ ଅଗ୍ରସର ହେବା ଫଳରେ ପୁରୁଷୋତ୍ତମ ଦେବ ପୁଣି ଉକ୍ତ ଦୁଇଟିକୁ ଛାଡି ଦେଇକି ସୁଲତାନଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷର କଲେ। ଫେରିସ୍ତାଙ୍କ ବିବରଣୀରୁ ଜଣାଯାଏ ଯେ ପୁରୁଷୋତ୍ତମ ଦେବ ଏହି ଚୁକ୍ତି ଅନୁସାରେ ବାହମନି ସୁଲତାନଙ୍କୁ ବନ୍ଧୁତ୍ୱ ସହକାରେ 25 ଗୋଟି ହାତୀ ପ୍ରଦାନ କରିଥିଲେ, କିନ୍ତୁ ଏହି ଚୁକ୍ତିନାମା କୁଣ୍ଠାର ସହ ଗ୍ରହଣ କରିଥିଲେ। ସେ ବାହମନି ସୁଲତାନଙ୍କ ଦୁର୍ବଳତାର ସୁଯୋଗ ଅପେକ୍ଷାରେ ରହିଥିଲେ। ଏହି ସୁଯୋଗ 1482 ମସିହାରେ ସୁଲତାନ ତୃତୀୟ ମହମ୍ମଦ ଶାହଙ୍କ ମୃତ୍ୟୁ ପରେ ପାଇଥିଲେ ହେଲା। ଟିକେ ସେଠି ତୃତୀୟ ମହମ୍ମଦ ଶାହ ମରିଗଲା ପରେ କଣ ହେଇଗଲା, ତାଙ୍କର ମଧ୍ୟ ସେ ଯୋଉ ବାହମନି ସୁଲତାନଙ୍କ ପାୱାର କମିଗଲା ହେଲା। ତାପରେ କଣ ହେଲା ନା ସେଠିକାର ଯୋଉ ବିଜୟନଗର ରାଜପ୍ରତିନିଧି ସାଲ୍ବ ନରସିଂହଙ୍କ ସୁଲତାନ ବିରୋଧରେ ବିଦ୍ରୋହ ଦମନ କରିବା ପାଇଁ ବିଜୟନଗର କାଞ୍ଚିନଗରକୁ ଆକ୍ରମଣ କରିଥିଲେ। ସାଲ୍ବ ନରସିଂହ ସୁଲତାନ ବିରୋଧ, ଠିକ ଅଛି। 1481 ଖ୍ରୀଷ୍ଟାବ୍ଦରେ ବାହାମନି ସୈନ୍ୟବାହିନୀ ଓ ବିଜୟନଗର ସୈନ୍ୟବାହିନୀ ମଧ୍ୟରେ ଯୁଦ୍ଧ ସଂଗଠିତ ହୋଇଥିଲା। ଏହି ଯୁଦ୍ଧରେ ବାହାମନି ସୈନ୍ୟମାନେ ପରାସ୍ତ ହେଲେ। ଏହି ଯୁଦ୍ଧ ପରେ ବାହାମନି ସାମ୍ରାଜ୍ୟରେ ଘୋର ବିଶୃଙ୍ଖଳା ଦେଖାଗଲା। ଏଥିରେ ମର୍ମାହତ ହୋଇ ତୃତୀୟ ମହମ୍ମଦ ଶାହ 1482 ଖ୍ରୀଷ୍ଟାବ୍ଦରେ ପ୍ରାଣ ତ୍ୟାଗ କରିଥିଲେ। ନୂତନ ସୁଲତାନ ଯିଏ ଆସିଲେ ମାମୁଦ ଶାହ ନାବାଳକ ଥିବାରୁ ସାମରିକ ନେତୃତ୍ୱ ନେବାରେ ସେ କଣ ହେଇଥିଲେ, ଅସମର୍ଥ ହେଇଥିଲେ। ବାହାମନି ରାଜ୍ୟରେ ବିଶୃଙ୍ଖଳା ସୁଯୋଗ ନେଇ ସେହି ସମୟରେ ପୁରୁଷୋତ୍ତମ ଦେବ କଣ କଲେ ନା 1484 ଖ୍ରୀଷ୍ଟାବ୍ଦରେ ରାଜମହେନ୍ଦ୍ରୀ ଓ କୋଣ୍ଡାଭିଡୁ ଜୟ କରିକି ନିଜ ରାଜ୍ୟରେ ମିଶେଇ ଦେଲେ।
पुरुषोत्तम देवଙ୍କ द्वारा स्थापित गोटे शिलालेखରୁ ଏହି ସବୁ ଜଣାଯାଏ। ଏହି ପ୍ରକାରେ ସେ ବିଫଳ ମନୋରଥ ନ ହୋଇ ନିଜ ପ୍ରଚେଷ୍ଟାରେ କୃଷ୍ଣାରୁ ଗୋଦାବରୀ ଉପତ୍ୟକା ଯୋଉ ରହିଛି ସେଇଥିରେ ନିଜର କର୍ତ୍ତୃତ୍ୱ ପୁଣି ଥରେ ପ୍ରତିଷ୍ଠା କରିପାରିଥିଲେ। ନେକ୍ସଟ ଆସିଲା ଉଦୟଗିରିର ଦୁର୍ଗ ଅଧିକାର। କୃଷ୍ଣା କାବେରୀର ଯୋଉ ଉପତ୍ୟକାର ଯୋଉ ବିଭିନ୍ନ ଏରିଆ ସେ କଣ କଲେ ଦଖଲ କରିଦେଲେ। ଫଳରେ ପୁରୁଷୋତ୍ତମ ଦେବ ଯୁଦ୍ଧୋତ୍ତର ସଫଳତାର ଉତ୍ପୀଡ଼ିତ ହୋଇ ଏକଦା ଅଧିକୃତ ଉଦୟଗିରି ଦୁର୍ଗକୁ ମଧ୍ୟ ଆଗରୁ ତାଙ୍କ କଣ୍ଟ୍ରୋଲରେ ଥିଲା। ଓକେ, ନରସିଂହ ଠାରୁ ସେ ଫେରି ପାଇବା ପାଇଁ 1499 ଖ୍ରୀଷ୍ଟାବ୍ଦରେ କର୍ଣ୍ଣାଟକ ରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହି ଦୁର୍ଗ ତଥା ଅଞ୍ଚଳର ଓଡ଼ିଆ ଶାସକ ବାସବ ଭୂପାଳଙ୍କ ସାମରିକ ସହାୟତାରେ ମଧ୍ୟ ପୁରୁଷୋତ୍ତମ ଦେବ ସାଲ ନରସିଂହଙ୍କୁ ପରାସ୍ତ କରିଥିଲେ ଆଉ ବନ୍ଦୀ ମଧ୍ୟ କରିଦେଇଥିଲେ। ତାପରେ ସାଲ ନରସିଂହ ପରାସ୍ତ ହେଇକି କଣ କଲା ନା ଉଦୟଗିରି ଦୁର୍ଗକୁ ପୁରୁଷୋତ୍ତମକୁ ଦେଇଦେଲା। ପଶୁପତି ବାସବ ଭୂପାଳଙ୍କୁ ଗୃହବନ୍ଦୀ ଅବସ୍ଥାରେ ମୁକ୍ତ କରିଥିଲେ। ଓକେ, ଏହିପରି ଭାବେ 1499 ମସିହାରେ ଉଦୟଗିରି ଅଞ୍ଚଳ ପୁନର୍ବାର ଓଡ଼ିଶା ରାଜ୍ୟ ସହିତ ମିଶିଥିଲା। ପୁରୁଷୋତ୍ତମଙ୍କ ଏହା ସର୍ବଶ୍ରେଷ୍ଠ ଓ ଶେଷ ବିଜୟ ଥିଲା। ପ୍ରାୟ 30 ବର୍ଷ ଶାସନ କଲା ପରେ ସେ 1497 ମସିହାରେ କଣ କଲେ ନା ପ୍ରାଣ ତ୍ୟାଗ କରିଦେଇଥିଲେ। ତାପରେ କାଞ୍ଚି କାବେରୀ ଅଭିଯାନ ଦେଖିବା। ପୁରୁଷୋତ୍ତମ ଦେବଙ୍କ କାଞ୍ଚି କାବେରୀ ଅଭିଯାନ ପଦ୍ମାବତୀ ଉପାଖ୍ୟାନ ନାମରେ ଓ ପୁରୀ ରଥଯାତ୍ରା ସମୟରେ ଛେରା ପହଁରା ଉତ୍ସବ ସହିତ ଜଡ଼ିତ। କାଞ୍ଚି ରାଜ୍ୟର ରୂପସୀ ରାଜଜାମା ପଦ୍ମାବତୀ ସହ ପୁରୁଷୋତ୍ତମ ଦେବଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ପ୍ରେରଣ ଓ କାଞ୍ଚି ରାଜାଙ୍କ ଏହି ବିବାହ ଅସମ୍ମତି ପାଇଁ ଏହି ଅଭିଯାନ ଉଚ୍ଚ ଥିଲା। କଣ ହେଇଥିଲା କାହାଣୀ କଣ କି ସମସ୍ତେ ଜାଣିଥିବ ନିହାତି ଭାବରେ, ଆମ ଓଡ଼ିଶାର ପ୍ରସିଦ୍ଧ କାହାଣୀ ନା ଯୋଉ ପଦ୍ମାବତୀ ରାଜଜାମା କାଞ୍ଚି ରାଜାର ରାଜକୁମାରୀଙ୍କୁ ସେ ପଦ୍ମାବତୀଙ୍କୁ କଣ କରିବା ପାଇଁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ କାଞ୍ଚି ରାଜା ତାକୁ ମନା କରିଦେଲେ। କଣ ପାଇଁ ମନା କଲେ ନା ଇଏ ରଥଯାତ୍ରାରେ କଣ କରୁଥିଲେ, ଆମର ଗଜପତି ରାଜା ମାନେ ରଥଯାତ୍ରାରେ କଣ କରନ୍ତି ଛେରା ପହଁରା କରନ୍ତି। ତ ରଥ ଉପରେ ଛେରା ପହଁରା କରୁଛନ୍ତି ମାନେ କଣ ଝାଡୁ କରୁଛନ୍ତି ଝାଟଉଛନ୍ତି। ତ ଝାଟଉଛନ୍ତି ମାନେ କଣ ସିଏ ଜଣେ ମାନେ ତଳ ଲେବଲର ବୋଲି ଭାବିକି ତାଙ୍କୁ ଅପମାନ କରିକି ସେଠି ତାଙ୍କୁ ବାହାର କରିଦେଇଥିଲେ। ତ ଏଇଥିରେ କ୍ରୋଧାନ୍ୱିତ ହୋଇକି କାଞ୍ଚି ଅଭିମୁଖେ ସେ କଣ କରିଥିଲେ କାଞ୍ଚି ରାଜାକୁ ମାନେ କାଞ୍ଚି ରାଜାଙ୍କ ବିରୁଦ୍ଧରେ ମାନେ ଯୁଦ୍ଧ କରିଥିଲେ ଆଉ କାଞ୍ଚି ରାଜାକୁ ପରାସ୍ତ କରିଥିଲେ। ଏହି ଅଭିଯାନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ବଳରାମ କଳା ଓ ଧଳା ଘୋଡାରେ ଆରୋହୀ ସାଜି ଗଜପତି ପୁରୁଷୋତ୍ତମ ଦେବଙ୍କ ଯୁଦ୍ଧ କରିଥିବାର କିମ୍ବଦନ୍ତୀ ମଧ୍ୟ ପ୍ରଚଳିତ ରହିଛି। କେତେକାଂଶରେ ଏହି ଉପାଖ୍ୟାନ ଐତିହାସିକ ସତ୍ୟ ଉପରେ ପର୍ଯ୍ୟବେସିତ ବୋଲି ପ୍ରତିପାଦିତ ହୁଏ, କାରଣ ମାଦଳା ପାଞ୍ଜି କାଞ୍ଚି କାବେରୀ ଓ କଟକ ରାଜ ବଂଶାବଳୀ ଗ୍ରନ୍ଥରେ ଏହା ଉଲ୍ଲେଖ ଦେଖିବାକୁ ମିଳେ। କବି ବଳରାମ ଦାସଙ୍କ ରଚିତ ବେଢା ପରିକ୍ରମାରେ ଏହି ଉପାଖ୍ୟାନ ସେ ଲେଖିଛନ୍ତି। ଆଉ କେତେକ ଐତିହାସିକ ମତରେ ଏହି ଉପାଖ୍ୟାନର କିଛି ସତ୍ୟତା ନାହିଁ। ପଦ୍ମାବତୀ ନାମ୍ନୀ କୌଣସି ରାଣୀ ପୁରୁଷୋତ୍ତମଙ୍କ ନଥିଲେ ବୋଲି କିଛି ଐତିହାସିକ ମାନେ କୁହନ୍ତି। ପଦ୍ମାବତୀ ସାଲ୍ୱ ନରସିଂହଙ୍କ କନ୍ୟା ଥିବାର ସନ୍ଦେହଜନକ, କାରଣ ସାଲ୍ୱ ନରସିଂହ ଥିଲେ ବିଜୟନଗର ରାଜ୍ୟର ରାଜା, କିନ୍ତୁ ପଦ୍ମାବତୀ କାଞ୍ଚି ଦେଶର ରାଜକୁମାରୀ ହେଲା। ଆମ ଯୋଉ କାହାଣୀ ହିସାବରେ କଣ ସେ କାଞ୍ଚି ଦେଶର ରାଜକୁମାରୀ ଥିଲେ। ପଦ୍ମାବତୀ ପୁରୁଷୋତ୍ତମ ଦେବଙ୍କ ରାଣୀ ରୂପାମ୍ବିକା ବ୍ୟତୀତ ଆଉ କେହି, ତ ଯାହାକୁ କି ଆମେ ପଦ୍ମାବତୀ ବୋଲି କହୁଛେ ସିଏ ହେଲା ତାଙ୍କର ରୂପାମ୍ବିକା ବୋଲି କହୁଛନ୍ତି ଐତିହାସିକ ମାନେ। ଆଉ ପୁରୁଷୋତ୍ତମ ଦେବ ଉଦୟଗିରି ଅଧିକାର କଲା ବେଳୁ ବୃଦ୍ଧାବସ୍ଥାରେ ଉପନୀତ ହୋଇସାରିଥିଲେ। ଏହି ବୟସରେ ସେ ଯୁବତୀ ରାଜକନ୍ୟାକୁ ବିବାହ କରିବା ଅପ୍ରାସଙ୍ଗିକ ବୋଲି କହୁଛନ୍ତି। ଆଉ ତ ଏଇ ଷ୍ଟୋରିଟା ମିଛ ବୋଲି କହୁଛନ୍ତି, କାରଣ ସେ ଯେତେବେଳେ ଉଦୟଗିରି ଅଧିକାର କଲେ ସେତେବେଳୁ ସେ ଅଲରେଡି ବୁଢା ହେଇଗଲେଣି। ଆମେ ଏବେ ଆଉ ପୂର୍ବରୁ ପଢିଲେ ତାପରେ ଶେଷ ବିଜୟ ଥିଲା। ତ ନିହାତି ଭାବେ ଏଇଟା ମିଛ ହେଇଥିବ ବୋଲି କିଛି କହୁଛନ୍ତି କିଛି ଲୋକ। ଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଏ ପ୍ରକାର ବୃତ୍ତାନ୍ତ ବ୍ରାହ୍ମଣ ମାନେ ପ୍ରକଟ କରିଥିବେ ବୋଲି କୁହାଯାଉଛି। ଆଉ ଯାହା ବି ହଉ, ଏହି ଉପାଖ୍ୟାନ ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ମହତ୍ୱର ଉପରେ ବିଶେଷ ଗୁରୁତ୍ୱାରୋପ ନ କରାଯାଇ ଓଡ଼ିଶାର ଗଜପତି ଜଗନ୍ନାଥଙ୍କ ସେବକ ବୋଲି ଗୁରୁତ୍ୱାରୋପ କରାଯାଇଛି। ତଦ୍ୱାରା ଗଜପତିଙ୍କ ଠାରୁ ଜଗନ୍ନାଥଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦିତ ହେଉଛି। ଏଇ କାହାଣୀରେ ଗଜପତିଙ୍କର ମାନେ ତା ପାୱାର ଦେଖାଯାଇଛି। କାହାର ଦେଖାଗଲା? ଜଗନ୍ନାଥ ବଳଭଦ୍ର ଆସିଲେ ନା ଆସିକି ସାହାଯ୍ୟ କରିବାକୁ ଜିତିଗଲେ, ତେଣୁ ଏ ଜଗନ୍ନାଥ ପାୱାର ଦେଖାଯାଇଛି। ତ ଯାହା ବି ହଉ, ଗଜପତି ପୁରୁଷୋତ୍ତମ ଦେବ ଜଣେ ପ୍ରତିଭାଶାଳୀ ସର୍ବଗୁଣ ସମ୍ପନ୍ନ ସମ୍ରାଟ ଥିଲେ। ସେ ନିଜର ସାମରିକ ଶକ୍ତି ପାରଦର୍ଶିତା ବଳରେ ଦୃଢ ମାନେ ପୁରାପୁରି ମାନେ କଣ ହୁତ ସାମାଜିକ ଯୋଉଟା କି ମାନେ ନଷ୍ଟ ହେଇଯାଇଥିଲା ବା ଅନ୍ୟମାନେ କବ୍ଜା କରିବାରେ ଲାଗିଥିଲେ, ତାକୁ ଷ୍ଟ୍ରଙ୍ଗ କରିକି ଗୋଟେ ଦୃଢ ସାମ୍ରାଜ୍ୟ କରିପାରିଥିଲେ। ପଡୋଶୀ ତ ମୁସଲମାନ ଆଉ ଇଆଡେ ବିଜୟନଗର ରାଜା କବଳରୁ ମୁକ୍ତି କରିଥିଲେ। ଭକ୍ତିଭାଗ କାବ୍ୟରେ
उल्लेख अछि जे पुरुषोत्तम देव ओडिशार शेष श्रेष्ठ युद्धखोर राजा। पुरुषोत्तम देव तांकर अंतिम काल तथा उदयगिरी दुर्ग आक्रमण पर निजକୁ साहित्य चर्चा धार्मिक कार्यकलाप सहित संश्लिष्ट करथिले। से जड़े योद्धा व्यतीत जड़े धर्मप्राण प्रजावत्सल कला और विज्ञानुरागी राजा थिले। से जड़े विज्ञ विचक्षण सम्राट थिले। से ओडिशार भाषा संस्कृति साहित्यर पृष्ठपोषक थे। द्वारा रचित मुक्ति चिंतामणि नामक ग्रंथ रे से जगन्नाथ महात्म्य वर्णना करछन्ति। से अभिनव गीत गोविंद नाममालिका दुर्गोत्सव विष्णु भक्ति कल्पद्रुम दीपिका छंद इत्यादि संस्कृत ओडिया ग्रंथ मान मध्य रचना କରିଛନ୍ତି। से त्रिकांड कोश नामक संस्कृत अभिधान प्रणयन करथिले। अभिधान माने गोटे डिक्शनरी हैला, संस्कृत डिक्शनरी गोटे करथिले। ता ना किछ त्रिकांड कोश। से साहित्य क्षेत्र में निजर प्रतिभा प्रदर्शन करी से समय जड़े विख्यात साहित्य साधक रूपे परिगणित होते। सेमानक मध्य कवि चंद्रराय दिवाकर अभिनव गीत गोविंद नामक गोटे संस्कृत काव्य रचना करथिले। से धार्मिक दयावान थिले। जगन्नाथ मंदिर जदि आम देखा नाट मंदिर है, मंदिर भितर नाट मंदिर और भोग मंडप तांको द्वारा निर्मित होता। से 16टी ब्राह्मण शासन स्थापन करथिले। से जड़े दानी और कोमल हृदयवान व्यक्ति थिले। अनंत बर्मन ताम्रफलक अनुशासन रे उल्लेख अछि जे से कल्पवृक्ष भली निजर प्रजा मानक समस्त अभिलाष को पूरण करथिले। हम्बीरक प्रति तांको आचरण मध्ये बदान्यतार परिचय हैला। एणु निसंदेह करा जाई पारे जे तांको राजत्व समय ओडिशा रे राजनीतिक सामाजिक अर्थनैतिक सांस्कृतिक क्षेत्र में अभूतपूर्व उन्नति हेइतिला। ये थिला कहानी। ओके, तापर आमे नेक्स्ट तारे हमरो गजपति प्रतापरुद्र देव जे कि या पर कोइ परिया या पर गोटे श्रेष्ठ राजा तापर तो दुर्बल हे जाइथिले। तो से प्रतापरुद्र देवଙ୍କ विषय आमे टिके पढिबा। ठीक अछि। तो आज वीडियो को एठी रखिबा। समस्त वीडियो को लाइक करो, चैनल को जदि सब्सक्राइब करना सब्सक्राइब मध्य कर दियो। थैंक यू।